ସମୁଦ୍ରରେ ଯେତେ ମିଠା କିମ୍ବା ଚିନି ପକାଇବେ ତାହା କେବେ ବି ମିଠା ହେବ ନାହିଁ। ସେହିପରି କିଛି ଲୋକଙ୍କୁ ଯେତେ ଆପଣ ନିଜର କରିବାକୁ ଚେଷ୍ଟା କରିବେ ସେମାନେ କେବେ ବି ନିଜର ହେବେ ନାହିଁ। ନମସ୍କାର ମୋର ପ୍ରିୟ ମିତ୍ରମାନେ, ମୁଁ ଏହି ଚ୍ୟାନେଲରେ ହାର୍ଦ୍ଦିକ ସ୍ୱାଗତ କରୁଛି। ଯଦି ବନ୍ଧୁମାନେ ଏହି ଭିଡ଼ିଓ ଦେଖୁଛନ୍ତି ତେବେ ଭିଡ଼ିଓକୁ ନିଶ୍ଚିତ ଭାବରେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ ରଖନ୍ତୁ। ଆଜିର ଏହି କାର୍ଯ୍ୟକ୍ରମ ମେଷ ରାଶି ଥିବା ଲୋକମାନଙ୍କ ପାଇଁ ବହୁତ ଇମ୍ପୋର୍ଟାନ୍ସ ରହିବ। ଅପ୍ରିଲ 2025 ମାସିକ ରାଶିଫଳ କେମିତି ରହିବ ଏହାର ବ୍ୟାପକ ବିଶ୍ଳେଷଣ କରିବି। ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ, ପ୍ରିୟଜନ ଏବଂ ବିବାହିତ ଜୀବନ, ଭାଗ୍ୟ, କ୍ୟାରିୟର ଓ ବ୍ୟବସାୟ କେମିତି ରହିବ ସମସ୍ତ ତଥ୍ୟ ଆପଣଙ୍କୁ ଦେବି। ଏଥିସହିତ ଏହି ମାସରେ ନବଗ୍ରହ ମାନଙ୍କର ସ୍ଥିତି କେମିତି ରହିବ ଏବଂ ସେମାନେ କିପରି ପ୍ରଭାବ ପକାଇବେ ଏସବୁ କଥା ଏଠି ଆଲୋଚନା। ଏହି କାର୍ଯ୍ୟକ୍ରମ ଜନ୍ମ ରାଶି ବା ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ଏହି ଭିଡ଼ିଓର ଶେଷରେ ମୁଁ ଆପଣମାନଙ୍କୁ ଏପ୍ରିଲ ମାସରେ ପାଇଁ କିଛି ସୂଚକ ବା ଅଚୁକ ଉପାୟ କହିବି ଯାହା ଆପଣଙ୍କୁ ସଫଳତା ଏବଂ ଉନ୍ନତି ଆଣିପାରିବ। ତେବେ ଭଲ ଭାବେ ଫୋକସ୍ କରନ୍ତୁ ଯେହେତୁ ଏହା ଆପଣଙ୍କୁ ସମସ୍ତ ଜାଣିବାରେ ସାହାଯ୍ୟ କରିବ। ଚାଲନ୍ତୁ ଆମେ ଆରମ୍ଭ କରିବା। ମେଷ ରାଶିର ଅଧିପତି ଗ୍ରହ ହେଉଛନ୍ତି ମଙ୍ଗଳ ଏବଂ ଏହି ମଙ୍ଗଳ ଗ୍ରହ ତୃତୀୟ ଘରରେ ଅଛନ୍ତି ବା ଥାର୍ଡ ହାଉସ୍। ଦ୍ୱିତୀୟ ଘରରେ ଗୁରୁ ବା ବୃହସ୍ପତି ଅଛନ୍ତି। ଷଷ୍ଠ ଘରରେ କେତୁ ବିରାଜମାନ ଅଛନ୍ତି ଏବଂ ଦ୍ୱାଦଶ ବା 12ତମ ଘରରେ ସୂର୍ଯ୍ୟ, ବୁଧ, ଶୁକ୍ର, ଶନି ଏବଂ ରାହୁ ଏହି ପାଞ୍ଚଟି ଗ୍ରହ ଅଛନ୍ତି। ସ୍ୱାସ୍ଥ୍ୟ, ପ୍ରଥମ ଘର ହେଉଛି ଆପଣଙ୍କର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର। ଏହି ଘରର ଅଧିପତି ହେଉଛନ୍ତି ମଙ୍ଗଳ ଏବଂ ସେ ଏବେ ତୃତୀୟ ଘରରେ ଅଛନ୍ତି, କିନ୍ତୁ 5 ଏପ୍ରିଲରୁ ସେ ଚତୁର୍ଥ ଘରକୁ ପ୍ରବେଶ କରିବେ। ତୃତୀୟ ଘରରେ ମଙ୍ଗଳ ଥିବାରୁ ସାହସ, ଶାରୀରିକ ଶକ୍ତି ଏବଂ ଷ୍ଟାମିନା ବଢ଼ିଥାଏ, କିନ୍ତୁ ଏହି ସମୟରେ ସ୍ୱାସ୍ଥ୍ୟରେ କିଛି ସମସ୍ୟା ହୋଇପାରେ। ତେଣୁ 5 ଏପ୍ରିଲ ପୂର୍ବରୁ ସ୍ୱାସ୍ଥ୍ୟ ଉପରେ ଖାସ୍ ଧ୍ୟାନ ଦେବା ଦରକାର। ଏହାପରେ ମଙ୍ଗଳ ଚତୁର୍ଥ ଘରକୁ ଗଲେ ଯେଉଁଠି ସୁଖ ଏବଂ ସ୍ଥିରତାର ଘର, ସ୍ୱାସ୍ଥ୍ୟର ଏକ ସାଧାରଣ ସୁଧାର ଦେଖିବାକୁ ମିଳିବ। ହେଲେ ମଙ୍ଗଳ ଏଠି ନିଜ ରାଶିରେ ଥିବାରୁ କିଛି ସମସ୍ୟା ଉପୁଜିପାରେ, କିନ୍ତୁ ଏହା ତୀବ୍ର ହେବ ନାହିଁ। ଖାଦ୍ୟ ଏବଂ ଏହାର ଅଭ୍ୟାସ କରନ୍ତୁ ଭଲ ଭାବରେ ଏବଂ ଦ୍ୱାଦଶ ଘରରେ ସୂର୍ଯ୍ୟ, ବୁଧ, ଶୁକ୍ର ଏବଂ ରାହୁ ଥିବାରୁ 14-15 ଏପ୍ରିଲ ପର୍ଯ୍ୟନ୍ତ ତୁମେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ତେଲିଆ ଖାଦ୍ୟ ବହୁତ କମ୍ ଖାଇବା ଉଚିତ ଏବଂ ପେଟ ସମ୍ବନ୍ଧୀୟ ଅସୁବିଧା ହୋଇପାରେ, ତେଣୁ ଭଲ ଆହାର ଅଭ୍ୟାସ କରିବା ଉଚିତ। ଏହି ସମୟରେ ଇନଫେକ୍ସନ ହେବ ଏବଂ ଆଲର୍ଜି ଥିବାର ସମ୍ଭାବନା ରହିଛି, ତେଣୁ ସାବଧାନ ରହିବା ଉଚିତ। ଏବେ ଆମେ ତୁମର ପଢ଼ା ଉପରେ କିଛି ଆଲୋଚନା କରିବା। ମେଷ ରାଶିର ଅପ୍ରିଲ ମାସରେ ମେଷ ରାଶିର ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା କେମିତି ରହିବ? ପଞ୍ଚମ ଭାବ ବା 5th ହାଉସ୍ ହେଉଛନ୍ତି ଶିକ୍ଷା, ପ୍ରେମ ସମ୍ବନ୍ଧ ଏବଂ ସନ୍ତାନର ଭାବ। ଏହି ଭାବର ଅଧିପତି ହେଉଛନ୍ତି ସୂର୍ଯ୍ୟ। ଏପ୍ରିଲ ମାସରେ ସୂର୍ଯ୍ୟ ଦ୍ୱାଦଶ ଭାବ ବା 12th ହାଉସ୍ରେ ରହିବେ, ଯାହା ଶିକ୍ଷା ପାଇଁ ଅତି ଭଲ ହୋଇନଥାଏ। ଏଥିରେ ଶନି, ରାହୁ ଏବଂ ବୁଧ ମଧ୍ୟ ଅଛନ୍ତି, ଯେଉଁଥିରେ ମନ ବିବ୍ରତ ରହିବ, ପଢ଼ାରେ ମନ ଲାଗିବ ନାହିଁ ଏବଂ ସବୁବେଳେ ବାଚାଳିଆ ଭଳି ହେବେ। କେବେ ପଢ଼ା ଭଲ ହେବ ଦେଖିନେବା। ବନ୍ଧୁଗଣ, 14-15 ଏପ୍ରିଲ ପରେ ସୂର୍ଯ୍ୟ ପ୍ରଥମ ଭାବ ବା 1st ହାଉସ୍ରେ ଆସିବେ, ଯାହା ଶିକ୍ଷା ପାଇଁ ଭଲ ହେବ। ଯଦି ଆପଣଙ୍କର ରେଜଲ୍ଟ 14-15 ଏପ୍ରିଲ ପରେ ରହେ ତେବେ ଆପଣଙ୍କ ପାଇଁ ବହୁତ ଉତ୍ତମ ହେବ ବା ରେଜଲ୍ଟ ଭଲ ହେବ, କିନ୍ତୁ ଏହାର ଆଗରୁ ପରୀକ୍ଷା ରହିଲେ ତେବେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ମନେ ରଖନ୍ତୁ ଛାତ୍ରଛାତ୍ରୀମାନେ, ଶନି ଏବଂ 7.5ର ପ୍ରଭାବ। ମେଷ ରାଶିର ଶନିର 7.5ର ଆରମ୍ଭ ହୋଇଛି। ଆପଣଙ୍କର ଜନ୍ମକୁଣ୍ଡଳୀରେ ଶନି କେମିତି ଅଛନ୍ତି ସେଠି ଆପଣଙ୍କର ଉପରେ ପ୍ରଭାବ ପଡ଼ିବ। ଯଦି ଶନି ଦୁର୍ବଳ ବା ଅଥବା ଖରାପ ଅବସ୍ଥାନରେ ଅଛନ୍ତି ତେବେ କର୍ମର ଫଳ ଭୋଗିବାକୁ ପଡ଼ିବ, କିନ୍ତୁ ଯଦି ଶନି ଭଲ ଅବସ୍ଥାନରେ ଅଛନ୍ତି ତେବେ ଅଧିକ କାମ ଦେଇ କିନ୍ତୁ ଆପଣଙ୍କୁ ସଫଳ କରିବେ। ପ୍ରେମ ଏବଂ ସମ୍ପର୍କ ଉପରେ ପ୍ରଭାବ। ପ୍ରେମ ଏବଂ ସମ୍ପର୍କ ଉପରେ ପ୍ରଭାବ ପଞ୍ଚମ ଭାବ। ପ୍ରେମ ସମ୍ପର୍କ ପାଇଁ ମଧ୍ୟ ଦେଖାଯାଏ ପଞ୍ଚମ ଭାବ। ଏହି ଭାବରେ ଅଧିପତି ସୂର୍ଯ୍ୟ ଅଛନ୍ତି, ଦ୍ୱାଦଶ ଭାବରେ ଅଛନ୍ତି, ଯାହା ପ୍ରେମ ଜୀବନରେ କେତେକ ସମସ୍ୟା ଆଣିଥାଏ। ମଙ୍ଗଳ ଚତୁର୍ଥ ଭାବରେ ରହିଥିବାରୁ ଅନାବଶ୍ୟକ ଝଗଡ଼ା
ବା ଏକ ସାଥିରେ ଯୋଉଠି ମିସଅଣ୍ଡରଷ୍ଟାଣ୍ଡିଂ ଅବସ୍ଥା ସୃଷ୍ଟି ହୋଇପାରେ। ସୁପରିଶ୍ରମ କରନ୍ତୁ ଏବଂ ଶାନ୍ତ ରୁହନ୍ତୁ। ଏପ୍ରିଲ ମାସର ପ୍ରଥମାର୍ଦ୍ଧରେ ଚିନ୍ତା ଅଧିକ ହୋଇପାରେ, କିନ୍ତୁ 14-15 ଏପ୍ରିଲ ପରେ ଅବସ୍ଥା ଭଲ ହେବ। ନିଜ କର୍ମ ଉପରେ ଧ୍ୟାନ ଦେଇ ଉତ୍ସାହ ଏବଂ ଧୈର୍ଯ୍ୟ ରଖନ୍ତୁ, ନିଶ୍ଚିନ୍ତ ଭାବେ ଭଲ ଫଳ ପାଇବେ। ଏବଂ ଫାଲତୁ କଥାକୁ ନେଇ ବିବାଦ କରିବାକୁ ଯଦି ଚାହିଁବେ ତାହା କରିବାକୁ ହେବ। କାହିଁକି? କାରଣ ସୂର୍ଯ୍ୟ ରାହୁ ସହିତ ବସିଛନ୍ତି। ଏହି ସଂଯୋଗ ଆପଣଙ୍କୁ ରାଗ ଏବଂ ଆପଣଙ୍କ ମନରେ ଘୃଷା ସୃଷ୍ଟି କରିବ। ଯେଉଁମାନେ ଆପଣଙ୍କର ଲଭ୍ ରିଲେସନରେ ଅଛନ୍ତି ସେମାନେ ମଧ୍ୟ ଆକ୍ରୋଶ ଦେଖିବାକୁ ମିଳିପାରିବ। ସେମାନେ ଛୋଟ ଛୋଟ କଥାକୁ ନେଇ ଖୁବ୍ ବଡ଼ ବା ଅଧିକ ପ୍ରତିକ୍ରିୟା କରିପାରନ୍ତି ଏବଂ ଡୋମିନେଟିଂ ନେଚରରେ ଦେଖାଇ ପାରନ୍ତି। କାହିଁକି ନା ସୂର୍ଯ୍ୟ ଏବଂ ରାହୁ ସହିତ ଅଛନ୍ତି। ଆପଣଙ୍କୁ କିଛି ଅନୁସନ୍ଧାନ କରି ଆଚରଣ କରିବାକୁ ପଡ଼ିବ। ଯଦି ଆପଣମାନେ କୌଣସି ଆଚରଣ କରିବାକୁ ବା କଥା କହିବାକୁ ହେଲେ ଆପଣଙ୍କୁ ଭାବି ଚିନ୍ତି କଥା କହିବାକୁ ପଡ଼ିବ। ଏହି ଅବସ୍ଥା 14-15 ଏପ୍ରିଲ ପର୍ଯ୍ୟନ୍ତ ରହିପାରେ। ଯେତେବେଳେ ସୂର୍ଯ୍ୟ ରାହୁ ଏବଂ ଶନି ସହିତ ଅଛନ୍ତି, ଏଠି ଯେଉଁ ଶାପ୍ୟୁତ ଦୋଷ ବା କହନ୍ତି ଅଭିଶ୍ରାପିତ ଯେଉଁ ଦୋଷଟା ଏବଂ ଗ୍ରହ ଦୋଷ ରହିଛି, ତେଣୁ ଆପଣଙ୍କୁ ସତର୍କ ରହିବା ଉଚିତ। ଏହି ସମୟରେ କୌଣସି ଏମିତି କଥା ହୋଇପାରେ ଯାହା ଚର୍ଚ୍ଚା ବନ୍ଦ ହେବ କିମ୍ବା ଅତ୍ୟଧିକ ବିବାଦ ହେବାର ଦିଗକୁ ମଧ୍ୟ ଆଣିପାରିବ ବା ଟାଣିପାରିବ। ବୁଝିପାରିଲେ? ଏବଂ ବିବାହିତ ଜୀବନ ଦେଖିବା। ବିବାହିତ ଜୀବନ କେମିତି ହେବ ନା 7th ହାଉସ ବିବାହିତ ଜୀବନକୁ ପ୍ରତିନିଧିତ୍ୱ କରେ। ଏଠି ଶୁକ୍ର ସପ୍ତମ ଭାବର ସ୍ୱାମୀ ବା 12ତମ ଘରରେ ଅଛନ୍ତି। ଏହା ବ୍ୟୟ ଘର ହୋଇଥିବାରୁ କିଛି ଅସତର୍କତା ରହିପାରେ। ତଥାପି ଶୁକ୍ର ମୀନ ରାଶିରେ ଉଚ୍ଚ ଅଟନ୍ତି, ଯାହା ଏକ ଭଲ ସଂକେତ ଅଟେ। କିନ୍ତୁ ସେମାନେ ଶନି ଏବଂ ରାହୁ ସହିତ ଅଛନ୍ତି, ଯାହା କିଛି ଚ୍ୟାଲେଞ୍ଜ ଆଣିବ ଜୀବନରେ। କିଛି ଏହି ମାସରେ ବିବାହିତ ଜୀବନରେ କିଛି ଯାତ୍ରା କରିପାରିବେ। ଆପଣମାନେ କିଛି ଭ୍ରମଣ ପ୍ରସ୍ତାବ ମଧ୍ୟ କରିପାରନ୍ତି। ସାମାନ୍ୟ ଭାବରେ 70-75% ବିବାହିତ ଜୀବନ ଠିକ ଅଛି। କିନ୍ତୁ ମଙ୍ଗଳ ରାଶି ହେଉଛନ୍ତି ଏ ରାଶିର ସ୍ୱାମୀ ଏବଂ ଶୁକ୍ର 7th ହାଉସର ସ୍ୱାମୀ ଏବଂ ଏମାନଙ୍କର ଯେଉଁ ମୁଡ୍ ଯେଉଁ ମାଇଣ୍ଡ ଏଥିରେ କେତେକ ଅନବାଲାନ୍ସିଂ ହେବ। ଏହି କଥା ଧ୍ୟାନ ରଖି ସହଯୋଗପୂର୍ଣ୍ଣ ଆଚରଣ କରିବା ଉଚିତ। ଆପଣଙ୍କର ଜୀବନ ସାଥୀଙ୍କର ସ୍ୱଭାବ କେମିତି ରହିବ ବା ତାଙ୍କର ମୁଡ୍ କେମିତି ରହିବ ନା ସେମାନଙ୍କର ସ୍ୱଭାବ ଭଲ ରହିବ, ଏକ ସମୟରେ ଭଲ ରହିବ ଆଉ ଏକ ସମୟରେ ମିସଅଣ୍ଡରଷ୍ଟାଣ୍ଡିଂ ମଧ୍ୟ ରହିବ। ସମ୍ପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ ଲାଗିବ ଗୋଟେ ସମୟରେ। ଏହା ସାପେକ୍ଷ ହୋଇପାରେ ଯେ କେତେବେଳେ ସେମାନେ ଖୁବ୍ ଭଲ ରହିବେ ଆଉ କେତେବେଳେ ମଧ୍ୟ ତାଙ୍କର ମାଇଣ୍ଡ କିଛି ପରିବର୍ତ୍ତନ ଭଳି ଲାଗିବ ଏବଂ ଅଲଗା ଭଳି ଆପଣଙ୍କୁ ଲାଗିବ। ଏବେ ଆସନ୍ତୁ ଜାଣିବା ଭାଗ୍ୟ, କ୍ୟାରିୟର ଏବଂ ବ୍ୟବସାୟ। ଭାଗ୍ୟ ଘର ହେଉଛି 9ମ ଘର ଏବଂ କ୍ୟାରିୟର ଘର ହେଉଛି 10ମ ଘର। এই নবম ঘর 10ম ঘর ଦେଖିବା ବହୁତ ଜରୁରୀ ହୋଇଥାଏ। 9ମ ଘରର ଅଧିପତି ହେଉଛନ୍ତି ବୃହସ୍ପତି। 9ମ ଘରର ଯିଏ ଅଧିପତି ବୃହସ୍ପତି ସମ୍ପୂର୍ଣ୍ଣ ଆପଣଙ୍କ ଦ୍ୱିତୀୟ ଘରରେ ଅଛନ୍ତି। ମେ ମାସରେ ସେ ତୃତୀୟ ଘରକୁ ପ୍ରବେଶ କରିବେ। ବୃହସ୍ପତି 10ମ ଘର, 6ଠ ଘର ଏବଂ 8ମ ଘରକୁ ଦୃଷ୍ଟି ପକାଉଛନ୍ତି। ଯଦି ଆପଣ ଦୁର୍ଘଟଣା ନିଷ୍ପତ୍ତି ନେବାକୁ ଚାହାନ୍ତି ନାହିଁ ତେବେ ଧୈର୍ଯ୍ୟ ଧରନ୍ତୁ ଏବଂ 15 ମେ ପରେ ବଡ଼ କାମ ଆରମ୍ଭ କରନ୍ତୁ। ଏହି ସମୟ ଭିତରେ ଭାଗ୍ୟ ସହଯୋଗ କରିବ, କିନ୍ତୁ 15 ମେ ପରେ ଏହା ଆହୁରି ଉତ୍ତମ ହେବ। ଏହି ସମୟ ଭିତରେ ନୂଆ ନିବେଶ କରିବେ ଏବଂ ବଡ଼ ପ୍ରକଳ୍ପ ମଧ୍ୟ ସୃଷ୍ଟି କରିପାରିବେ କିମ୍ବା ଅନ୍ୟ କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଭଲ ସମୟ। ଏବେ ଦେଖିବା ନିଯୁକ୍ତି ଏବଂ ନୂଆ ଅବସର। ନା ବୃହସ୍ପତି 10ମ ଘରକୁ ଦୃଷ୍ଟି ପକାଉଥିବା ଅପେକ୍ଷା କରାଯାଇଥାଏ। ଏହି ସମୟରେ ଇଣ୍ଟରଭ୍ୟୁ ଅବସର ମିଳିପାରେ କିମ୍ବା ଏବଂ ନିଯୁକ୍ତି ହେବାର ବହୁତ ସମ୍ଭାବନା ମଧ୍ୟ ଅଛି। ବ୍ୟବସ୍ଥାପନ କ୍ଷମତା ଏବଂ ଜ୍ଞାନ ବୃଦ୍ଧି ମଧ୍ୟ ପାଇପାରେ। ଏବଂ କ୍ୟାରିୟର ଏବଂ ଶ୍ରାପିତ ଦୋଷ କହିଲେ କଣ ବୁଝୁଛେ ନା 10ମ ଘରର ଅଧିପତି ଶନି 12 ଘରରେ ରାହୁ ସହ ଅଛନ୍ତି, ଯାହା ଶ୍ରାପିତ ଦୋଷ ସୃଷ୍ଟି କରୁଛି। ଏହା ଏକ ବହୁତ ଦୁର୍ଲଭ ଗଠନ କରୁଛି। ଏହି ଦୋଷ 18 ମେ ପର୍ଯ୍ୟନ୍ତ ରହିବ। ଏହି ସମୟ ଭିତରେ କାର୍ଯ୍ୟସ୍ଥଳରେ ମନ ଲାଗିବ ନାହିଁ କିମ୍ବା ସହଯୋଗୀଙ୍କ ସହିତ ବିବାଦ ହେବାର ସମ୍ଭାବନା ଅଛି। ଏହି ସମୟରେ କୌଣସି ନିଷ୍ପତ୍ତି ନ ନିଅନ୍ତୁ। ଏହି ସମୟରେ ଧୈର୍ଯ୍ୟ ଧରିବା ଏବଂ ବିଚାର କରି ନିଷ୍ପତ୍ତି ନେବା ବହୁତ ଆବଶ୍ୟକ ହୋଇଥାଏ। ମେଷ ରାଶି ପାଇଁ ଏହି ମାସ ମିଶ୍ରିତ ପରିଣାମ ଆଣିପାରେ। ଦୂରଯାତ୍ରା ବା ବୈଦେଶିକ କାର୍ଯ୍ୟକଳାପ ବୃଦ୍ଧି ପାଇପାରେ ଏବଂ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ଅଧିକ ହେବାର ସମ୍ଭାବନା ଅଛି। ଆପଣଙ୍କର ଦାୟିତ୍ୱ ବଢ଼ିବାର କାରଣ ହେଉଛି ଶ୍ରାପିତ ଦୋଷ ଗଠିତ ହେଉଛି ଏବଂ ବୁଧ ମଧ୍ୟ
ସେଠି ଅଛନ୍ତି କୌଣସି ପ୍ରକାର ରାଜନୈତିକ ବିବାଦରେ ନ ଜଡ଼ିତ ହେବା ଉଚିତ। କ୍ୟାରିୟରରେ 40% ବା 40% ମଧ୍ୟମ ରହିପାରେ, ବହୁତ ଭଲ ନୁହେଁ କିନ୍ତୁ ଖରାପ ମଧ୍ୟ ନୁହେଁ। ଏହି ମାସରେ ଅଧିକ ପ୍ରୟାସ ଏବଂ ଧୈର୍ଯ୍ୟ ଦରକାର ହେବ। 15 ମଇରୁ ରାହୁ 11ତମ ଘରକୁ ଯିବେ, ତେବେ ଅବସ୍ଥା ଉନ୍ନତି ହେବ। ଏବେ ଅଳ୍ପ ଚିନ୍ତା ଏବଂ ଷ୍ଟ୍ରେସ୍ ରହିପାରେ କିନ୍ତୁ ଏହା ସାମାନ୍ୟ। ବେପାର କଥା କହିବାକୁ ଗଲେ ଏହି ମାସରେ ବେପାର ଭଲ ରହିବ। ଶୁକ୍ର ଉଚ୍ଚ ଅବସ୍ଥାନରେ ଅଛନ୍ତି ଏବଂ ବୁଧଙ୍କ ସହିତ ମଧ୍ୟ ଅଛନ୍ତି। ନୂତନ କ୍ଲାଏଣ୍ଟ ମଧ୍ୟ ଆସିପାରିବେ, ବେପାର ମଣ୍ଡ ବୃଦ୍ଧି ହୋଇପାରିବ। ଶନି ଏବଂ ରାହୁ ଏକାଠି ଅଛନ୍ତି ଯେଉଁଥିରେ ଅଳ୍ପ ଷ୍ଟ୍ରେସ୍ ରହିପାରେ। ଆସନ୍ତୁ ଜାଣିବା ଉପାୟ। କେଉଁ ସବୁ ଉପାୟ କଲେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ପକ୍ଷୀମାନଙ୍କୁ ଦାନା ଦେବେ ଏବଂ ପାଣି ମଧ୍ୟ ଦେବେ ଏବଂ ମଙ୍ଗଳ ବୀଜ ମନ୍ତ୍ର ଜପ କରନ୍ତୁ 108 ଥର। ଓಂ କ୍ରମ କ୍ରିମ କ୍ରୋମ ସ ମଙ୍ଗଳାୟ ନମଃ। ପ୍ରତିଦିନ ହନୁମାନ ଚାଳିସା ପଢ଼ନ୍ତୁ ଏବଂ ଉଦୟମାନ ସୂର୍ଯ୍ୟଙ୍କୁ ଜରୁରୀ ଜଳ ଅର୍ପଣ କରନ୍ତୁ ଏବଂ ତା ସହିତ ଶନିଙ୍କର ବୀଜ ମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ। ଓಂ ପ୍ରାମ ପ୍ରିମ ପ୍ରୋମ ସ ଶନିଶ୍ଚରାୟ ନମଃ 108 ଥର ମଧ୍ୟ ଜପ କରନ୍ତୁ। ଏହି ଉପାୟ ଅନୁସରଣ କଲେ ଆପଣଙ୍କ ଜୀବନରେ ଶାନ୍ତି ଏବଂ ସଫଳତା ଆସିବ। କ'ଣ ଏହି ଭିଡ଼ିଓ କେମିତି ଲାଗିଲା? ଭିଡ଼ିଓକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ଅବଶ୍ୟ ଲେଖନ୍ତୁ ଜୟ ହନୁମାନ। ଆଉ ଆମ ସହିତ ଯୋଡ଼ି ହେବା ପାଇଁ ଚ୍ୟାନେଲକୁ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରନ୍ତୁ ଏବଂ ସବସ୍କ୍ରାଇବ୍ କରି ଅଲ୍ରେ କ୍ଲିକ୍ କରନ୍ତୁ। ଧନ୍ୟବାଦ। ଥ୍ୟାଙ୍କ ୟୁ ସୋ ମଚ୍ ୱାଚିଂ।